ସବୁ ଯୋଜନା ଜିଲ୍ଲାରେ କେମିତି ଚାଲିଛି କାର୍ଯ୍ୟକାରୀ ହଉଛି ତାକୁ ଦେଖିବା ହଉଛି। ତ ଆମେ ସେଇ ଯୋଜନାର କିଛି କିଛି ସବୁ ଦେଖୁଛୁ ଆଉ ମାନେ କେମିତି ସ୍କୁଲ ଚାଲିଛି, କେମିତି ହେଲ୍ଥ ସେଣ୍ଟର ଚାଲିଛି, କେମିତି ଆମର ଟ୍ରେନିଂ ସ୍କିଲ୍ ଟ୍ରେନିଂ ଚାଲିଛି। ତ ଏଠି ଗୋଟେ ଆମେ ଆସିଲୁ ଦେଖିଲୁ ଏଠି କ'ଣ କେମିତି ରହିଛନ୍ତି। ଏଇଟା ଗୋଟେ ଆପଣ ଜାଣିଛନ୍ତି ପିଭିଟିଜି ଏରିଆ। ତ ଏମାନେ ଏଠି ସବୁ ତାଙ୍କୁ କେମିତି ସ୍ୱାସ୍ଥ୍ୟ ବ୍ୟବସ୍ଥା ତାଙ୍କର କ'ଣ ଦରକାର ଅଛି ମାନେ ଲାଇଭଲିହୁଡ୍ ସ୍କିମ୍ ପାଇଁ। ସୋ ସେମାନଙ୍କ ଯାହା ଆବଶ୍ୟକତା ଅଛି ସେଇଟା ଆମେ ବୁଝିଲେ ଆମେ ଯାଇକି ସେଠି କହିପାରିବୁ। ଯୋଉ ଡିପାର୍ଟମେଣ୍ଟ ଅଛନ୍ତି ସେ ସବୁ ଡିପାର୍ଟମେଣ୍ଟକୁ ମୋ ତରଫରୁ ଚିଠି ଯିବ ଯେ ଏଇଠି ସବୁ ଇଏ କରନ୍ତୁ। ଜିଲ୍ଲାପାଳ ଅଛନ୍ତି, ବିଡିଓ ବି ଅଛନ୍ତି, ସେମାନେ ଜାଣିଦେଲେ କ'ଣ କ'ଣ କାର୍ଯ୍ୟ ତାଙ୍କୁ ଯଦି କିଛି ଅର୍ଥର ବ୍ୟବସ୍ଥା ଇଏ ରହିଛି ତାହେଲେ ତାକୁ ଆମେ ଦେଖିବୁ ସେ ସ୍କିମ୍ ହିସାବରେ ବ୍ୟବସ୍ଥା କରିବୁ। ତାମାନେ ଯାହା ତାଙ୍କର ଦରକାର ଆମେ ସବୁ ୟଙ୍ଗ ପିଲାଙ୍କୁ ଦେଖିଲୁ 10ମ ଶ୍ରେଣୀ ପରେ ଆଉ ସେମାନେ ପାଠ ପଢି ପାରୁନାହାନ୍ତି। ତାଙ୍କୁ କେମିତି ବ୍ୟବସ୍ଥା ହବ, ଯୋଉମାନେ ପାଠ ପଢିବାକୁ ଚାହୁଁଛନ୍ତି ସେମାନେ କେମିତି ଯୋଉଠି ଆଡମିସନ ପାଇବେ ସେଠି କେମିତି ଆମର ସ୍କଲାରସିପ ମିଳିଲେ ସେମାନେ ଯାଇ ପଢିପାରିବେ। ତାପରେ ତାଙ୍କୁ ମଧ୍ୟ ସ୍କିଲ୍ ଡେଭଲପମେଣ୍ଟ ପାଇଁ ଜିଲ୍ଲାପାଳ କହିଛନ୍ତି ଯେ ଆସିବେ ଥରଟେ ଆଉ ଥରେ। ଯୋଉମାନେ ସବୁ 10ମ ଶ୍ରେଣୀ ପଢିକି ରହିଯାଇଛନ୍ତି, ଝିଅମାନେ ହୁଅନ୍ତୁ ପୁଅମାନେ ହୁଅନ୍ତୁ, ସେମାନେ ତାଙ୍କୁ କେମିତି ଟ୍ରେନିଂ ଦିଆହେଇପାରିବ ସ୍କିଲ୍ ଟ୍ରେନିଂ। କେତେ ଜଣ ସେମାନେ ଟେଲରିଂ ଶିଖିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ବ୍ୟବସ୍ଥା ମଧ୍ୟ କରାଯିବ। ସେ କଲେ ସେମାନେ ନିଜ ଗୋଡ଼ରେ ନିଜେ ଛିଡା ହେଇପାରିବେ ଆଉ ଆଗକୁ ସେମାନେ ନିଜ ସ୍ୱାବଲମ୍ବୀ